କେବଳ ଷ୍ଟୁଡେଣ୍ଟମାନଙ୍କୁ ପାଠ ପଢ଼ାଇ ଦେଲେ ଆମ କାମ ସରିଗଲା, ଏ ଚିନ୍ତନ ଏବଂ ଏ ବିଚାରଧାରା ରହିଲେ ପରିବର୍ତ୍ତନ, ଶାନ୍ତି, ସଦ୍ଭାବନା, ବିକଶିତ ଏପରି ଅନେକ ସକାରାତ୍ମକ ଶବ୍ଦକୁ ଦେଖିବା ପାଇଁ ଦୀର୍ଘ ସମୟ ଲାଗିଥାଏ। ଆଜି ଆମେ ଆପଣମାନଙ୍କୁ +2 ସେକେଣ୍ଡ ଇୟର ଗଭର୍ଣ୍ଣମେଣ୍ଟ ରେକମେଣ୍ଡେସନ୍ ବୁକ୍ରେ ଯାହା ଲେଖାଯାଇଛି ତାହାକୁ ଆମେ ଆପଣମାନଙ୍କୁ ସିଧାସଳଖ ଦେଖାଉଛୁ। ସେହି ପାରାଗ୍ରାଫରେ ଯାହା ଲେଖାଯାଇଛି ତାହାକୁ ତ ଆମେ ପଢ଼ିବା, ବୁଝିବା ଏବଂ କ'ଣ ଆମେ ଶିଖିବା ତାହା ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଜିର ଏହି ଉପସ୍ଥାପନାରେ ଯେଉଁ ଭାଇ ଭଉଣୀମାନେ +2 ସେକେଣ୍ଡ ଇୟର ବାର୍ଷିକ ପରୀକ୍ଷା ଦେବା ପାଇଁ ପାଠ ପଢ଼ୁଛନ୍ତି, ସେମାନଙ୍କ ପାଖରେ ମଧ୍ୟ କିପରି ଗବେଷଣାତ୍ମକ ସୂଚନା ପହଞ୍ଚି ପାରିବ, ବହିକୁ ଖୋଲିବା, ବହିକୁ ଦେଖିବା, ଶିକ୍ଷକଙ୍କ ଶିକ୍ଷାଦାନ ଭିତରେ ଅନୁଭବ କରିବା, ଏପରି ଅନେକ ଦିଗକୁ ନେଇ ଆଜିର ଏହି ପ୍ରେଜେଣ୍ଟେସନ୍। ଏହି ପାରାଗ୍ରାଫଟିକୁ ପଢ଼ନ୍ତୁ। ଆମେ ବି ପଢ଼ୁଛୁ, ଆପଣ ବି ପଢ଼ୁଛନ୍ତି, ଆପଣଙ୍କୁ ଶିକ୍ଷକମାନେ ବି ପଢ଼ାଉଛନ୍ତି। ପ୍ରତିଟି ବାକ୍ୟ ଭିତରେ ଗବେଷଣାତ୍ମକ ଶିକ୍ଷଣକୁ ଯଦି ଆମେ ଅନୁଭବ କରିପାରିବା ନାହିଁ, ଶିକ୍ଷାଦାନ ସ୍ଥାଣୁତା ପଲଟିଯିବ। ଆସନ୍ତୁ ଆରମ୍ଭ କରିବା କ'ଣ ଲେଖାଯାଇଛି। ଊନବିଂଶ ଶତାବ୍ଦୀର ଶେଷ ବେଳକୁ ଭାରତ ବର୍ଷରେ ଦଳୀୟ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଯେତେବେଳେ ଭାରତର ପଲିଟିକାଲ ସିନାରିଓ କଥା ଆମେ ଆଲୋଚନା କରୁଛୁ ଯେ ବାସ୍ତବିକ ଭାରତରେ ବହୁଦଳୀୟ ବ୍ୟବସ୍ଥା ରହିଛି। ଯଦି ଦ୍ୱିଦଳୀୟ ବ୍ୟବସ୍ଥା ରହିଥାନ୍ତା ତାହେଲେ ଭାରତର ବିକଶିତ ହୋଇଥାନ୍ତା କି? ଏପରି ଅନେକ ପ୍ରଶ୍ନକୁ ନେଇ ଆଜିର ଏହି ଆଲୋଚନା। ସେତେବେଳେ ମହାପରାକ୍ରମୀ ଇଂଲଣ୍ଡ ଭାରତବର୍ଷକୁ ନିଜ ଶାସନାଧୀନ ରଖିଥିଲା। ଏ ଯେଉଁ ମହାପରାକ୍ରମୀ ବୋଲି ଶବ୍ଦ ପ୍ରୟୋଗ କରାଯାଉଛି, ଏହା କେତେ ଉଚିତ ତାହାକୁ ଆମେ ଅନୁଭବ କରିବାର ଅବସର ରହିଛି। କିଛି ଶବ୍ଦ ହିଁ ଆମ ଷ୍ଟୁଡେଣ୍ଟମାନଙ୍କୁ ପାଠ ପଢ଼ା, ଶିକ୍ଷା ଗ୍ରହଣ କରି ଦୁର୍ବଳତା ପ୍ରକାଶ କରାଉଛି। ଏହି ବ୍ରିଟିଶ ଶାସନ ବିରୋଧରେ ଆନ୍ଦୋଳନର ପନ୍ଥା ଗ୍ରହଣ କରି ଦେଶକୁ ସ୍ୱାଧୀନ କରିବା ପାଇଁ 1885 ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ଗଠନ ହିଁ ଏହି ଦେଶର ଦଳୀୟ ବ୍ୟବସ୍ଥାର କ୍ରମ ବିକାଶ ପାଇଁ ମୂଳଦୁଆ ସ୍ଥାପନ କରିଥିଲା। ଅର୍ଥାତ୍ ଯଦି ଆମେ ଇତିହାସକୁ ଦେଖିବା, ଏ ଯେଉଁ ଜାତୀୟ କଂଗ୍ରେସ, ନ୍ୟାସନାଲ କଂଗ୍ରେସ ହିଁ ଦଳୀୟ ବ୍ୟବସ୍ଥାକୁ ସକ୍ରିୟ କରିଥିଲା ବା ଜନ୍ମ ଦେଇଥିଲା। ଅବଶ୍ୟ 1947 ମସିହା ପର୍ଯ୍ୟନ୍ତ ଇଂରେଜମାନଙ୍କର ଭାରତୀୟମାନଙ୍କୁ ଭାଗ ଭାଗ କରି ଶାସନ କରିବା ନୀତି ଭାରତୀୟ ରାଜନୈତିକ ଦଳମାନଙ୍କର ଅଭ୍ୟୁଦୟକୁ ବା ଆଭିମୁଖ୍ୟକୁ ଯଥେଷ୍ଟ ପରିମାଣରେ ପ୍ରଭାବିତ କରିଥିଲା। କ'ଣ ବୁଝିଲେ ଆପଣମାନେ? ଯେ ଭାରତରେ ବହୁଦଳୀୟ ବ୍ୟବସ୍ଥା ହେଉ ଏ ଇଚ୍ଛା କରିଥିଲେ ବ୍ରିଟିଶମାନେ, ତାହେଲେ ସେହି ଇଚ୍ଛାକୁ ଯଦି ଆମେ ଆଜି ବି ଗ୍ରହଣ କରିବା ତାହେଲେ ଭାରତର ବିକଶିତ ପ୍ରକ୍ରିୟା ସାକାର ହୋଇପାରିବ କି? ଏ ପ୍ରଶ୍ନ ଅଟୋମେଟିକ୍ ମନରେ ଆସୁଛି। ଯାହାଫଳରେ ହିନ୍ଦୁ ମହାସଭା, ମୁସଲିମ ଏବଂ ଅକାଳୀ ଦଳ ପରି ସାମ୍ପ୍ରଦାୟିକ ଦଳମାନଙ୍କର ଆବିର୍ଭାବ ଘଟିଥିଲା। ଅର୍ଥାତ୍ ଯଦି ଆମେ ସିଧାସଳଖ ଏହାକୁ ବିଶ୍ଳେଷଣ କରିବା, ଗବେଷଣା କରିବା ଯେ ବ୍ରିଟିଶମାନେ ହିଁ ଭାରତରେ ବହୁଦଳୀୟ ବ୍ୟବସ୍ଥା ସୃଷ୍ଟି ହେଉ ଏ ଆଶା ସଞ୍ଚାର କରି ତାକୁ ପ୍ରୟୋଗ କରିବା ପାଇଁ ଭିନ୍ନ ଭିନ୍ନ ନୀତି ଅବଲମ୍ବନ କରିଥିଲେ। ସେହି ଭିନ୍ନ ଭିନ୍ନ ନୀତି ଅବଲମ୍ବନ ଆମେ ଆଜି କାହିଁକି କରିବା କି ନାହିଁ, କଲେ କ'ଣ କ୍ଷତି, କ'ଣ ଲାଭ, ଏହାକୁ ତର୍ଜମା କରିବାର ଆବଶ୍ୟକତା ରହିଛି। ଏହି ଦଳମାନଙ୍କ ଆବିର୍ଭାବ ଯୋଗୁଁ ତତ୍କାଳୀନ ବା ସେହି ସମୟର ସମାଜ ସମ୍ପ୍ରଦାୟ ଭିତ୍ତିରେ ବିଖଣ୍ଡିତ ହୋଇ ଜାତୀୟ ଏକତାକୁ ନଷ୍ଟ କଲା। ଗୁରୁତ୍ୱପୂର୍ଣ୍ଣ ବାକ୍ୟ ଆପଣ ଦେଖିପାରୁଛନ୍ତି। ଯେତେବେଳେ ବିଭିନ୍ନ ଦଳ, ଅର୍ଥାତ୍ ଏଇଥିରେ ହିଁ ଆମେ ଅନୁଭବ କରୁଛୁ ବହୁ ଦଳୀୟ ବ୍ୟବସ୍ଥା ବ୍ରିଟିଶମାନେ ହିଁ ଆମ ଭାରତରେ ପ୍ରୟୋଗ କରିଥିଲେ
ଆଉ ଭାରତରେ ଯଦି ବହୁଦଳୀୟ ବ୍ୟବସ୍ଥା ରହିବ ତାହେଲେ ଭାରତର ବିକାଶ ହୋଇପାରିବ ନାହିଁ। ଏକଥା ନିଶ୍ଚିତ ଭାବରେ ଏହି ପାରାଗ୍ରାଫରୁ ଆପଣମାନେ ଅନୁସନ୍ଧାନ କରିବାକୁ ପଡ଼ିବ। ଯେତେବେଳେ ଆପଣ ପାଠକ, ଯେତେବେଳେ ଆପଣ ଶିକ୍ଷାଦାନ କରୁଛନ୍ତି, ଯେତେବେଳେ ଶିକ୍ଷା ଗ୍ରହଣ କରୁଛନ୍ତି, ଶିକ୍ଷାଦାନ ଭିତରେ ଅନୁସନ୍ଧାନ ନ ରହିଲେ ଶିକ୍ଷାଦାନ ବିଫଳ ହୁଏ। ଏହାକୁ ଆମେ ଅନୁଭବ କରିବାର ଆବଶ୍ୟକତା ରହିଛି। ପ୍ରତ୍ୟେକ ବାକ୍ୟକୁ ତର୍ଜମା କରିବାର ଆବଶ୍ୟକତା ରହିଛି ବର୍ତ୍ତମାନ ସମୟରେ। ଆସନ୍ତୁ ପଢ଼ିବା ନେକ୍ସଟ କ'ଣ ଲେଖାଯାଇଛି। ତେଣୁ ସ୍ୱାଧୀନ ହେବା ପର୍ଯ୍ୟନ୍ତ ଭାରତବର୍ଷରେ ଦଳୀୟ ବ୍ୟବସ୍ଥାର ଅଭିବୃଦ୍ଧି ଠିକ୍ ଭାବରେ ହୋଇପାରିନଥିଲା। ଅନୁଭବ କରନ୍ତୁ, ସ୍ୱାଧୀନତା ପାଇବା ପାଇଁ ଏ ଯେଉଁ ଭିନ୍ନ ଭିନ୍ନ ଦଳ ତିଆରି ହେବା ଯୋଗୁଁ ଭାରତର ସ୍ୱାଧୀନତା ବିଳମ୍ବ ହୋଇଥିଲା, ଏହା ମଧ୍ୟ ଏହା ଭିତରେ ଲୁଚି ରହିଛି। ଦେଖନ୍ତୁ ପଲିଟିକାଲ ସାଇନ୍ସର ସେଇ ପଲିଟିକ୍ସ ଏବଂ ସେଇ ପଲିଟି ମେଣ୍ଟାଲିଟି। ତେଣୁ ଆମେ ଆଜି ଯେତେବେଳେ ବିକଶିତ କଥା ଚିନ୍ତା କରୁଛୁ, ଭାରତରେ ଦୁଇ ଦଳୀୟ ବ୍ୟବସ୍ଥା ଯଦି ଭାରତରେ ହୁଏ ତାହେଲେ ନିଶ୍ଚିତ ଭାବରେ ଭାରତର ବିକଶିତ ପ୍ରକ୍ରିୟା ଅନ୍ୟ ଦେଶକୁ ଟପିଯିବ। ଏହା ନିଶ୍ଚିତ ଭାବରେ ଆମେ ଅନୁଭବ କରୁଛୁ, କାରଣ ଏହି ପଲିଟିକାଲ ସାଇନ୍ସରେ ଯାହା ଲେଖାଯାଇଛି, ବହିରେ ଯାହା ଲେଖାଯାଇଛି, ଆମେ ତାକୁ ବି ବିଶ୍ଳେଷଣ କରୁଛୁ। ଅନ୍ୟ କିଛି ଆପଣମାନଙ୍କୁ ନୂଆ ବିଷୟ ଆମେ କହୁନାହୁଁ। ସେ ବିଶ୍ଳେଷଣାତ୍ମକ ଦିଗ କେତେ ଠିକ୍ ରହିଛି ତାହାକୁ ଆପଣ ତର୍ଜମା କରିବେ, ସମୀକ୍ଷା କରିବେ, ବିଚାର କରିବେ। ସ୍ୱାଧୀନତାର ଅବ୍ୟବହିତ ପରେ ଭାରତବର୍ଷରେ ଏକ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ସମ୍ବିଧାନ ବାସ୍ତବ ରାଜନୈତିକ ଦଳର ଅଭିବୃଦ୍ଧି ପାଇଁ ବାଟ ଫିଟାଇଥିଲା। ତେଣୁ ଏହି ପାରାଗ୍ରାଫକୁ ଆମେ ଯେତେବେଳେ ପଢ଼ୁଛୁ, ପଢ଼ାଉଛୁ, ବୁଝୁଛୁ, ବୁଝାଉଛୁ, ସେହି ସମୟରେ ଏତେ ସବୁ ଆଲୋଚନାକୁ ଆମେ କାହିଁକି ପଛରେ ପକାଇବା? ଏ ପ୍ରଶ୍ନ ଆଜି ଅଟୋମେଟିକ୍ ଆସୁଛି ମନକୁ ଯେ ଷ୍ଟୁଡେଣ୍ଟମାନଙ୍କୁ କେବଳ ପାଠ ପଢ଼ାଇଦେଲେ ଯଥେଷ୍ଟ? ସେମାନଙ୍କ ମନରେ ଗବେଷଣାତ୍ମକ ପ୍ରଭାବକୁ, ପ୍ରକ୍ରିୟାକୁ ନିବିଷ୍ଟ କରିବାର ଉଦ୍ଦେଶ୍ୟ କାହିଁକି ବିଫଳ ହେଉଛି? ତେଣୁ ବାସ୍ତବିକ ଜଣାପଡ଼ୁଛି ଯେ ଭାରତର ଯେଉଁ ବିକଶିତ ପ୍ରକ୍ରିୟା ପାଠ ଭିତରେ ହିଁ ରହିଛି, ବହି ଭିତରେ ରହିଛି। କିନ୍ତୁ ବହିକୁ ତର୍ଜମା କରିବାର, ସମୀକ୍ଷା ତର୍ଜମା କରିବାର ଯେଉଁ ମାନସିକତା ଆମ ପାଖରେ କମ୍ ଥିବା ଯୋଗୁଁ ଷ୍ଟୁଡେଣ୍ଟମାନଙ୍କ ଭିତରେ ସେଇ ଭାରତ ପ୍ରୀତି ବା ଦେଶ ପ୍ରୀତିର ଯେଉଁ ବାସ୍ନା ସୃଷ୍ଟି ହୋଇପାରୁନାହିଁ ବୋଲି ଯାହା ପ୍ରମାଣିତ ହେଉଛି। ଗୋଟିଏ ପାରାଗ୍ରାଫକୁ ଯଦି ଆମେ ବିଶ୍ଳେଷଣ କରୁଛୁ, ଏତେ ସବୁ ତଥ୍ୟ ଲୁଚି ରହିଛି, ତାହେଲେ ଯଦି ପ୍ରତି ବହିକୁ ଆମେ ଯାଞ୍ଚ କରିବା ତାହେଲେ ଭାରତର ବିକଶିତ ପ୍ରକ୍ରିୟା କେତେ ଶୀଘ୍ର ପହଞ୍ଚି ପାରିବ ତାହାକୁ ନେଇ ମଧ୍ୟ ଅନେକ ସୁଯୋଗ ତିଆରି ହୋଇପାରିବ। ତେଣୁ ଏହି ପାରାଗ୍ରାଫରୁ ଆପଣ ଯେଉଁ ମନ୍ଥନ ତିଆରି କଲେ, ଯେଉଁ ଭାବନା ତିଆରି କଲେ, ଯେଉଁ ଭାବନା ତିଆରି କରାଇଲୁ ଆମେ ଆପଣମାନଙ୍କ ପାଖରେ, ତାହା କେତେ ଠିକ୍ କେତେ ଭୁଲ ତାହା ଆପଣମାନେ ବିଚାର କରିବେ। +2 ପଲିଟିକାଲ ସାଇନ୍ସକୁ ନେଇ କ'ଣ କ୍ୟାରିୟର ରହିଛି, ଷ୍ଟୁଡେଣ୍ଟମାନଙ୍କ ଭିତରେ ତାହା ସଚେତନ କରାଯାଉଛି କି ନାହିଁ, ଏ ପ୍ରଶ୍ନ ଆଜି ଉଙ୍କି ମାରୁଛି। କେବଳ ପାଠ ସହିତ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉଛି। ନିଯୁକ୍ତି ଗୋଟିଏ କ୍ୟାରିୟର କି ଲକ୍ଷ ଲକ୍ଷ କ୍ୟାରିୟର ରହିଛି, କୋଟି କୋଟି କ୍ୟାରିୟର ରହିଛି। ସେ କ୍ୟାରିୟର ଭିତରେ ଆମେ ପିଲାମାନଙ୍କୁ କେତେ ସଚେତନ କରାଉଛୁ? ଆଜି ଭାରତର ନେତୃତ୍ୱ ଅନେକ ସୁଯୋଗ ତିଆରି କରୁଛି। ସେ ନେତୃତ୍ୱକୁ ଆମେ ତାପରେ ପରେ ସକ୍ରିୟ କରିବାର ଆବଶ୍ୟକତା ରହିଛି, କିନ୍ତୁ ଆମେ ତାହା କେତେ କରୁଛୁ ତାହା ବଡ଼ ପ୍ରଶ୍ନ। ତେଣୁ ଆସନ୍ତୁ ବହି ପଢ଼ିବା, ବୁଝିବା, ପ୍ରୟୋଗ କରିବା, ସର୍ବୋପରି ଅନୁସନ୍ଧାନ ନ କଲେ, ଆବିଷ୍କାର ନ କଲେ, ଉଦ୍ଭାବନ ନ କଲେ ଶିକ୍ଷାର ଗ୍ରହଣର ମୂଲ୍ୟ କିଛି ନାହିଁ, ଯାହା ଆଜି ଆମେ ତାକୁ ଆପଣମାନଙ୍କ ପାଖରେ ପହଞ୍ଚାଇଛୁ। ଏ ସମୀକ୍ଷା କେତେ ଠିକ୍ ଅଛି, କେତେ ଭୁଲ ଅଛି, ଆପଣମାନେ ବିଚାରକ, ଷ୍ଟୁଡେଣ୍ଟମାନେ ତା'ର ବିଚାରକ, ସମସ୍ତେ ବିଚାରକ। SK ଏଜୁକେସନ୍ ଟ୍ରାକ୍ ସର୍ବଦା ଚାହେଁ ପଢ଼ିବା ନୁହେଁ, ଅନୁସନ୍ଧାନ କରିବା, ଅନୁସନ୍ଧାନ ସହିତ ପ୍ରୟୋଗ କରିବା, ଉଦ୍ଭାବନ ଆବିଷ୍କାରକୁ ଆଗକୁ ନେବା। ଏହି ଉଦ୍ଦେଶ୍ୟରେ SK ଟ୍ରାକ୍ର ଏହି ଇନଫର୍ମେଟିଭ୍ ଭ୍ୟାଲୁଏବଲ୍ ପ୍ରେଜେଣ୍ଟେସନ୍। ଥ୍ୟାଙ୍କସ୍ ଫର୍ ୱାଚିଂ।